ରାମଲାଲାଙ୍କୁ ଦେଖୁ ଭାବ ବିଭୋର ହୋଇଗଲେ ମହିଳା। ଶରୀରରୁ ଗୋଟିଏ ପରେ ଗୋଟିଏ ଗହଣା କାଢାଇ କରିଦେଲେ ଦାନ। ରାମନବମୀ ଅବସରରେ ସାରା ଦେଶରେ ବେଶ ଧୁମଧାମର ସହ ଭଗବାନ ରାମଙ୍କ ପୂଜା ଆରାଧନା କରାଯାଇଛି। ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଏଥିପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଥିଲା। ଏହି ଦିନ ଭଗବାନ ରାମଙ୍କ ସୂର୍ଯ୍ୟ ତିଳକ ବି କରାଯାଇଥିଲା। ତେବେ ସୋସିଆଲ ମିଡିଆରେ ଏହି ଦିନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି କି ଦିଲ୍ଲୀରୁ ଅଯୋଧ୍ୟା ଆସିଥିବା ଜଣେ ମହିଳା ରାମ ମନ୍ଦିର ଲାଗି ସୁନା ଇଟା ଧରି ଆସିଥିଲେ। କିନ୍ତୁ ସେ ରାମଲାଲାଙ୍କୁ ଦେଖ ଏପରି ବିଭୋର ହୋଇଯାଇଥିଲେ କି ନିଜର ସମସ୍ତ ଗହଣା ସେଠାରେ ଦାନ କରି ଦେଇଥିଲେ। ରାମଲାଲାଙ୍କୁ ଦେଖ ଭାବ ବିଭୋର ହୋଇଯାଇଥିଲେ। ଏହାପରେ ସେ ଯାହା ବି ଗହଣା ପିନ୍ଧିଥିଲେ ସବୁ କିଛି ରାମଲାଲାଙ୍କୁ ଅର୍ପଣ କରି ଦେଇଥିଲେ। ଲୋକମାନେ ମହିଳାଙ୍କ ଭକ୍ତିକୁ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି।